ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛୁ ଭଲରେ ଥିବେ। ଆଜି ବହୁତ ଦିନ ପରେ ଆଉ ଗୋଟେ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ବ୍ଲଗ ଟା ପୁଣି କୋଉଠି ଆରମ୍ଭ ହଉଛି ନା ବିଲ ମଝିରୁ। ବର୍ତ୍ତମାନ ଆମେ ଡ୍ୟୁଟି ପଳେଇ ଆସିଛୁ। ବର୍ତ୍ତମାନ ଆପଣ ମାନେ ଆମର କେମିତି ଟିପି ହେଇଛି କି କେମିତି ରୁଆ ହଉଛି ଆମ କମ୍ପାନୀର, ମାନେ ଚାଲନ୍ତୁ ଆମର କେମିତି ରୁଆ ହେଇଛି ଆପଣଙ୍କୁ ଦେଖାଉଛୁ। ତ ସାଙ୍ଗମାନେ ଆମର ଏମିତି ଏଇ ଭାବେ ରୁଆ ହେଇଛି, ମଝିରେ 2 ଲାଇନ, ତାପରେ ଏପଟେ ହଉଛି 8 ଲାଇନ ରୁଆ ହେଇଛି। ମଝିରେ ହଉଛି ଫିମେଲ ଧାନ, ଆଉ ଯେଟା 2 ଲାଇନ ଯାଇଛି ସେଟା ହଉଛି ମେଲ ଧାନ। ଆଉ ଏପଟେ ଏଇ ଭାବେ ରୁଆ ହେଇଛି। ତ ବର୍ତ୍ତମାନ ଚାଲିଛି ରୁଆ, ଯିବ ସେପଟେ ବହୁତ ଦୂରକୁ ଟିକେ ଯିବ ଚାଲି ଚାଲନ୍ତୁ ଯିବା। ସେପଟେ ବି ଟିପି ହଉଛୁ, ମାନେ ରୁଆ ହଉଛି, ସେପଟେ ଲେବର ଅଛି। ଚାଲନ୍ତୁ ଯିବା ସେଇପଟେ। ଆମର ଆଉ ଗୋଟେ ପିଲା ସେଠି ଠିଆ ହେଇଛି। ଏପଟେ ସବୁ ଆମର କମ୍ପାନୀ ସବୁ ରୁଆ ହେଇଛି, ଏପଟେ ସବୁ ଠିକ ଅଛି। ଚାଲ ଯିବା। ତ ସାଙ୍ଗମାନେ ଆମେ ଏପଟେ ବର୍ତ୍ତମାନ ଆସିଥିଲୁ ରୁଆ ହବ ବୋଲି, କିନ୍ତୁ ଲେବର ଆଜି ଆସିନି, ରୁଆ ହଉନି। ତ ଏପଟେ ଏଇ ପର୍ଯ୍ୟନ୍ତ ବହୁତ ଦୂରରୁ ଆମେ ଆସିଲୁ। ଏଇ ଦେଖ ବହୁତ ଦୂରରୁ ଆସେ, ଜଙ୍ଗଲ ପାଖରୁ ଆସିଲୁ ଏତେ ବାଟ ପର୍ଯ୍ୟନ୍ତ। ତ ରୁଆ ବର୍ତ୍ତମାନ ଏଇଟା ଷ୍ଟପ୍ ହେଇଛି, ତାପରେ ଏଇଗୁଡ଼ା ସବୁ ରୁଆ ହବ। ବର୍ତ୍ତମାନ ଲେବର ଆଜି ଆସିନି ତ ସେଥିପାଇଁ ରୁଆ ହଉନି। ତ କାଲିକି ଷ୍ଟାର୍ଟ ହବ ରୁଆ। ତ ଏମିତି କିଛି ଅଛି। ଆଉ ଏପଟେ ଆପଣ ମାନଙ୍କୁ ଦେଖୁଛି ସୋଲାର ସିଷ୍ଟମରେ ମାନେ ପାଣି ବାହାରୁଛି। ସେପଟେ କିନ୍ତୁ ଏପଟେ ଦେଖନ୍ତୁ ଚାରିଆଡେ ସୋଲାର ଅଛି। ଏଠି ଗୋଟେ ସୋଲାର ପାଣି ବାହାରୁଛି। ତ ଚାରିଆଡେ ଦେଖନ୍ତୁ ସୋଲାର ଅଛି। ଏଇଠି ପାଖରେ ଗୋଟେ ଅଛି, ସବୁ ଦୂରରେ ଦୂରରେ ଦେଖୁଛି ଆପଣ ଜୁମ୍ କରିକି। ଏଇ ଗୋଟେ ଅଛି, ତାପରେ ଏଇ ଦୂରରେ ଗୋଟେ ଅଛି, ସବୁ ସୋଲାର ସିଷ୍ଟମ ଅଛି। ଏଇ ଗୋଟେ ଅଛି, ମାନେ ପାଖାପାଖି ଏପଟେ ଚାଷ ଜମି ସବୁ ସୋଲାର ସିଷ୍ଟମ ରେ ହୁଏ। ମାନେ ବେଶୀ ଭାଗ ସୋଲାର ସିଷ୍ଟମ ରେ ହୁଏ। ସୋଲାର ପାଣି ଟା ବି ବଢିଆ ବାହାରୁଛି, ମାନେ ଭଲ ବାହାରୁଛି ପାଣି। ଆପଣ ଦେଖଉଛି ସୋଲାର ଟା ସିଷ୍ଟମ ଟା କେମିତି। ଏଇ ଭାବେ ସୋଲାର ଅଛି। ଗୋଟେ ଗୋଟେ ସେଟ ରେ ଅଛି 5ଟା, 3ଟା ସେଟ ଅଛି। 5-15ଟା ଭାବେ ସୋଲାର ପ୍ଲେଟ ଅଛି। ତାର ଏମିତି କିଛି ସିଷ୍ଟମ ଅଛି ତାର ସୋଲାର ସିଷ୍ଟମ ଟା। ଏଇଟା ତାର ଅଛି ଏମିତି କିଛି ଆଉ। ତ ସାଙ୍ଗମାନେ ବର୍ତ୍ତମାନ ଆମେ ଫିଲ୍ଡ ରୁ ବାହାରିକି ନେକ୍ସଟ ଫିଲ୍ଡ କୁ ବର୍ତ୍ତମାନ ଯାଉଛୁ। ତ ନେକ୍ସଟ ଫିଲ୍ଡ କୁ ଯାଇକି ଆପଣଙ୍କୁ ଦେଖଉଛି ରାସ୍ତାର ବର୍ତ୍ତମାନ ରାସ୍ତାଟା କେମିତି ଆପଣଙ୍କୁ ଦେଖୁଛି। ଏଇ ରାସ୍ତାରେ ଆମେ ଯାଉଛୁ ବର୍ତ୍ତମାନ, ପୁରା ଜଙ୍ଗଲ ରାସ୍ତା। ଆମର ସବୁ ଅଫରୋଡିଂ ରାସ୍ତାରେ ଆମେ ଯାଉ। ଆମେ ଏମିତି ନର୍ମାଲ ରାସ୍ତାରେ ଯାଉନା, ଅଫରୋଡିଂ ରାସ୍ତା ଆମେ ବାଇକରେ ଅଫରୋଡିଂ କରୁ। ବିଲ ନାଳ ଘାଟ କିଛି ଆମେ ମାନୁନୁ, ଚାରିଆଡେ ଆମେ ଗାଡି ନେଇକି ଆମେ ଯାଉ। ଆମର ବିଲରେ ଗାଡି ଚଲେଇବା ଅଭ୍ୟାସ ହେଇଗଲାନି, ଡେଲି ଡେଲି ବିଲରେ ଗାଡି ଚଲେଇ ଆଉ କିଛି ଫରକ ପଡୁନି।